ବର୍ତ୍ତମାନ ଭାଇ ସମସ୍ତେ ବର୍ତ୍ତମାନ ଫେସବୁକ୍ରେ ଫଟୋ ଅପଲୋଡ଼ କରିକି ଭାଇ ପଇସା କମାଇବାରେ ଲାଗି ପଡ଼ିଛନ୍ତି। ଆଉ ମୁଁ ବି ଲାଗି ପଡ଼ିଛି। ମୁଁ ବି ଗୋଟେ ପେଜ୍ ଖୋଲିଥିଲି, ଆଉ ଆପଣଙ୍କୁ ମୁଁ ଦେଖାଇ ଦେଉଛି ମୁଁ କେତେ କମେଇଥିଲି, କେତେ ଭ୍ୟୁଜ୍ ଆଉଛି। କିନ୍ତୁ ଦୁଃଖର କଥା ମୁଁ କେତେ କମେଇଛି ଏଠି ଆପଣଙ୍କୁ ଦେଖାଇ ପାରିବିନି, କାରଣ ଆପଣ ଜାଣିଥିବେ ୟୁଟ୍ୟୁବରେ ଆପଣ ଅଲଗା କୌଣସି ପ୍ଲାଟଫର୍ମର ବୁଝିପାରୁଥିବେ ମୁଁ କହିପାରୁନି, କିନ୍ତୁ ଆପଣଙ୍କୁ ହିଣ୍ଟସ୍ ଦେଇଦେଉଛି ଯେ ଭୁବନେଶ୍ୱର କିମ୍ବା କଟକରେ ଯେକୌଣସି ଜାଗାରେ ଗୋଟେ ଘର ଭଡ଼ାର ଯେତିକି ଭ୍ୟାଲୁ ବର୍ତ୍ତମାନ ରହୁଛି ବା ପଇସା ରହୁଛି ସେତିକି ଟଙ୍କା ବର୍ତ୍ତମାନ ମୋତେ ଫେସବୁକ୍ରେ ଫଟୋ ଅପଲୋଡ଼ କରିକି ମିଳୁଛି। ଯେହେତୁ ଏଇଟା ମୋର ନୂଆ ପେଜ୍ ଏବେ ରିସେଣ୍ଟ ମାସେ ଦୁଇ ମାସ ହେଲା ଖୋଲିଛି, ସେତିକି टଙ୍କା ବର୍ତ୍ତମାନ ଆସୁଛି। ତ यार मेरे को तो ऐसा धक धक हो रहा है। मेरे को भी हो रहा। ତ ଆଜିର ଭିଡ଼ିଓରେ ଆପଣଙ୍କୁ କହିବି ଆପଣ କେମିତି ଗୋଟେ ନୂଆ ଫେସବୁକ୍ ପେଜ୍ ଖୋଲିପାରିବେ, କେମିତି ଆପଣ ମନିଟାଇଜେସନ୍ କରିବେ, କେମିତି ଆପଣ ଫଟୋ ଅପଲୋଡ଼ କରିବେ, ଠିକ୍ ଅପଲୋଡ଼ କରିବାର ତରିକା କ'ଣ, ରିଲ୍ସ ଅପଲୋଡ଼ କରିବେ ନା ଫଟୋ ଅପଲୋଡ଼ କରିବେ, ଡିଟେଲ୍ ଆଜିର ଭିଡ଼ିଓରେ ଆପଣ ସବୁ ଜାଣିଦେବେ। ତ ଚାଲନ୍ତୁ ଭିଡ଼ିଓଟି ଡେରି କରିବାନି। ଆଉ ଯେଉଁମାନେ ବି କମାଇବା ପାଇଁ ଚାହୁଁଛନ୍ତି ଫେସବୁକ୍ରୁ ନିହାତି ଭାବରେ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି, ଯେଉଁମାନେ ବି ଘରେ ବସନ୍ତି ଆପଣ ହାଉସ୍ ୱାଇଫ୍ ହେଉ ସାଙ୍ଗମାନେ ହେଉ ତାଙ୍କ ପାଖକୁ ନିହାତି ଭାବରେ ଭିଡ଼ିଓଟିକୁ ସେୟାର ମାରିଦେବେ। ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିଦେବା। ବର୍ତ୍ତମାନ ମୁଁ ମୋ ମୋବାଇଲ ସ୍କ୍ରିନ୍କି ଆପଣଙ୍କୁ ଆଣିଛି ହେରି। ଫାଷ୍ଟ ମୁଁ ମୋ ପେଜ୍ ଦେଖାଉଛି ଯେ ମୋ ପେଜ୍ରେ କେତେ ଗ୍ରୋଥ୍ ଅଛି, କେତେ ଫଲୋଅର୍ସ, କେମିତି ଆଉ ପେଜ୍ ତ ଦେଖିପାରୁଥିବେ। ମୁଁ ଥ୍ରୀ ଲାଇନ୍ ଉପରେ କ୍ଲିକ୍ କରିବି। ଏଇଟା ହେଲା ମୋ ପେଜ୍ ସ୍ମାର୍ଟଟେକ୍ ସମୀର। ତ ଆପଣ ଆ ଉପରେ କ୍ଲିକ୍ କଲେ ହେବ ନା ଆ ଉପରେ କ୍ଲିକ୍ କଲେ ଯାହା ଉପରେ କ୍ଲିକ୍ କଲେ ବି ଚଳିବ। ତ ମୁଁ ତା ଉପରେ କ୍ଲିକ୍ କରିଦେଉଛି। ତ ଏଠି ଆପଣ ଦେଖିପାରୁଥିବେ ମୋର 10,000 ଫଲୋଅର୍ସ ଅଛି। 93ଟା ପୋଷ୍ଟ କରିଛି ମାତ୍ର, ଆଉ ପେଜ୍ରେ ବି ଲାଇକ୍ ଭଲ ଅଛି ଆପଣ ଦେଖିପାରୁଥିବେ। ଦେନ୍ ମୁଁ ଯଦି ରିଲ୍ସକୁ ଯିବି, ରିଲ୍ସରେ ବି ଭଲ ଭ୍ୟୁଜ୍ ଆସୁଛି। ଓକେ, ଦେନ୍ ଯଦି ମୁଁ ପ୍ରଫେସନାଲ୍ ଡ୍ୟାସବୋର୍ଡ଼କୁ ଯିବି ଆପଣ ଦେଖିପାରୁଥିବେ। ତ ସିମ୍ପଲ୍ ମୁଁ ଯେମିତି ପ୍ରଫେସନାଲ୍ ଡ୍ୟାସବୋର୍ଡ଼ ଉପରେ କ୍ଲିକ୍ କରିଥିବି, ତ ମୁଁ ରିଫ୍ରେଶ୍ କରିଦେଉଛି ଟିକେ, କାରଣ ଟିକେ ଅପଡ଼େଟ୍ ହେଇନି। ତ ଦେଖିପାରୁଥିବେ ମାତ୍ର 28 ଦିନ ଭିତରେ 4.6 ମିଲିୟନ୍ ଭ୍ୟୁଜ୍ ଆସୁଛି। ମାନେ ବୁଝିପାରୁଥିବେ ପାଖାପାଖି 46 ଲକ୍ଷ ଭ୍ୟୁଜ୍ ପାଖାପାଖି ଏଥିରେ ଆସୁଛି ହେରି। ମାନେ ଫେସବୁକ୍ରେ ଭାଇ ଛିଞ୍ଚତ୍ର ଭ୍ୟୁଜ୍ ଆସୁଛି। ତ ଫେସବୁକ୍ରେ ଟେନସନ୍ ନେବା ନାହିଁ। ଆଉ ୟର୍ନିଂ ତ ମୁଁ ଆପଣଙ୍କୁ ଦେଖାଇ ପାରିବିନି, କାହିଁକିନା ଯାହା ବି ୟୁଟ୍ୟୁବ୍ର ରୁଲ୍ ରେଗୁଲେସନ୍ ଅଛି ତା ଅନୁସାରେ ମୁଁ ଆପଣଙ୍କୁ କେତେ ଟଙ୍କା କହିତେ ଦେଇଛି ଆଗରୁ, ତଥାପି ଆଉ ଦେଖାଇ ପାରିବିନି। ଆଉ ଫଲୋଅର୍ସ ଆପଣ ଦେଖିପାରୁଥିବେ 8,322 ମାତ୍ର ଗୋଟେ 28 ଦିନ ଭିତରେ। ଓକେ, ଆଉ ଏଙ୍ଗେଜମେଣ୍ଟ ବି ଆପଣ ଦେଖିପାରୁଥିବେ। ତ ଆଜିର ଏଇଟା ହେଲା ପୁରା ପ୍ରଫେସନାଲ୍, ଦେଖିପାରୁଥିବେ ଏଇଟା ହେଲା ପ୍ରଫେସନାଲ୍ ପେଜ୍। ତ ଏମିତିକା ଗୋଟେ ପ୍ରଫେସନାଲ୍ ପେଜ୍ କେମିତି ବନେଇବେ ଯେଉଁଥିରେ କି ଆପଣଙ୍କର ଜଲ୍ଦି ଭିଡ଼ିଓ ଭାଇରାଲ୍ ହେବ, ଫଲୋଅର୍ସ ବଢ଼ିବ, ଭ୍ୟୁଜ୍ ବଢ଼ିବ। ସେଥିପାଇଁ ଆପଣ ତ ବହୁତ ଭିଡ଼ିଓ ଦେଖିଥିବେ, ଏମିତି ପେଜ୍ ବନାନ୍ତି, ସେମିତି ପେଜ୍ ବନାନ୍ତି। ପ୍ରଫେସନାଲ୍ ତରିକାରେ ବନାନ୍ତୁ। 100% ସିଓର ଯେମିତି ବି ଆପଣ ଭିଡ଼ିଓ କରିବା ଷ୍ଟାର୍ଟ କରିବେ ଆପଣଙ୍କ ଭିଡ଼ିଓ ଭାଇରାଲ୍ ହେବା ଷ୍ଟାର୍ଟ ହେଇଯିବ। ତ ଚାଲନ୍ତୁ ମୁଁ ଆପଣଙ୍କୁ ପୁରା ଆରମ୍ଭରୁ ଶେଷ ଯାକେ ବତେଇବି। ତା ସହିତ କେମିତି ଫଟୋ ବି ଅପଲୋଡ଼ କରିବେ, ଫଟୋ କେଉଁଠୁ ବନେଇବେ, ତିଆରି କରିବେ। ଭିଡ଼ିଓ ଟିକେ ଲମ୍ବା ହେବ, କିନ୍ତୁ ଡିଟେଲ୍ ଜିନିଷ ଆପଣ ଏଇ ଗୋଟେ ଭିଡ଼ିଓରୁ ପାଇଯିବେ। ତ ବର୍ତ୍ତମାନ ମୁଁ ଆପଣଙ୍କୁ ପୁରା ମୂଳରୁ କହୁଛି। ତ ଯେମିତି ଆପଣ ଫେସବୁକ୍ ଓପନ୍ କରିବେ, ଆପଣଙ୍କର ଯେଉଁ ଫେସବୁକ୍ ପ୍ରୋଫାଇଲ୍ ବା ଆପଣଙ୍କ ଯେଉଁ ଫେସବୁକ୍ ଆକାଉଣ୍ଟ ଏମିତି ଥିବ। ତ ସିମ୍ପଲ୍ ଆପଣ କ'ଣ କରିବେ ନା, ଫାଷ୍ଟ ଯେଉଁ ଥ୍ରୀ ଲାଇନ୍ ଅଛି, ଥ୍ରୀ ଲାଇନ୍ ଉପରେ କ୍ଲିକ୍ କରିବେ। ତ ମୁଁ ଥ୍ରୀ ଲାଇନ୍ ଉପରେ କ୍ଲିକ୍ କରିଦେଉଛି। ଥ୍ରୀ ଲାଇନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଆପଣଙ୍କର ଯଦି କିଛି ପେଜ୍ କି ପ୍ରୋଫାଇଲ୍ ଯାହା ବି ଖୋଲିଥିବେ ଏଠି ଦେଖାଇଦେବ। ତ ଆପଣ କ'ଣ କରିବାର ଅଛି ନା, ଆପଣଙ୍କୁ ଏଇ ଯେଉଁ ଦେଖିପାରୁଥିବେ ଆରୋ ଚିହ୍ନ ଅଛି, ଆପଣଙ୍କୁ ଆ ଉପରେ କ୍ଲିକ୍ କରିବାର ଅଛି। ନହେଲେ ଆପଣ କ'ଣ କରିବେ ନା, ସିମ୍ପଲ୍ ଯେଉଁ ପ୍ରୋଫାଇଲ୍ ଅପସନ୍ ଅଛି ତା ଉପରକୁ ବି ଯାଇକି ଆପଣ ଦେଖିବେ, ତା ଉପରକୁ ଯାଇକି ବି ଆପଣଙ୍କୁ ଗୋଟେ ଆରୋ ଅପସନ୍ ମିଳିଯିବ ଆପଣଙ୍କ ନାଁ କରରେ କିନା। ଓକେ, ତ ସିମ୍ପଲ୍ ଆପଣ ତା ଉପରେ କ୍ଲିକ୍ କଲେ ବି ହେବ। ତ ଯେମିତି କ୍ଲିକ୍ କରିବେ ତ ଆପଣଙ୍କୁ କ'ଣ କରିବେ ନା, କ୍ରିଏଟ୍ ଏ ଫେସବୁକ୍ ପେଜ୍ ଅପସନ୍ ଗୋଟେ ପଳେଇ ଆସିବ। କ୍ରିଏଟ୍ ଏ ଫେସବୁକ୍ ପେଜ୍ ଅର୍ ପ୍ରୋଫାଇଲ୍ ଉପରେ ପଳେଇ ଆସିବ। ଆପଣଙ୍କୁ ସିମ୍ପଲ୍ କ'ଣ କରିବାର ଅଛି ନା, ଯେଉଁ କ୍ରିଏଟ୍ ଏ ଫେସବୁକ୍ ପେଜ୍ ତା ଉପରେ କ୍ଲିକ୍ କରିବାର ଅଛି। ତ ଯେମିତି ଆପଣ କ୍ଲିକ୍ କରିବେ, ଦେଖନ୍ତୁ ଏଠି ଆପଣଙ୍କର ଦୁଇ ପ୍ରକାର ଆପଣଙ୍କର ପେଜ୍ ଅଛି। ମୁଁ ଆପଣଙ୍କୁ ଟିକେ ବୁଝେଇ ଦେଉଛି, ଆପଣଙ୍କ ସମୟ ବି ବଞ୍ଚିବ, ଆଉ ଆପଣ ଭଲରେ ବି ଜାଣିପାରିବେ, ଆଉ ଆପଣଙ୍କୁ ଯେଉଁଟା ଠିକ୍ ହେବ ଆପଣ ସେଇଟା କରିବେ। ଫାଷ୍ଟ ହେଲା ଆପଣ ଗୋଟେ ନୂଆ ପେଜ୍ ଖୋଲିବେ। ପେଜ୍ ମାନେ ଗୋଟେ ଆପଣଙ୍କ ୱାନ୍ ଟାଇପ୍ ଅଫ୍ ଚ୍ୟାନେଲ୍। ଆଉ ଗୋଟେ ହେଲା ଆପଣଙ୍କ ଯେଉଁ ପ୍ରୋଫାଇଲ୍ ଅଛି, ଆପଣଙ୍କ ଫେସବୁକ୍ ପ୍ରୋଫାଇଲ୍ ଅଛି ବା ଆକାଉଣ୍ଟ ଅଛି, ସେଇ ଆକାଉଣ୍ଟଟାକୁ ଆପଣ ଡାଇରେକ୍ଟ ପେଜ୍ ବନେଇଦେବେ। ବୁଝିପାରିଲେ? ଯଦି ଆପଣ ଗୋଟେ ପେଜ୍ ବନାଉଛନ୍ତି ତାହେଲେ ସେଇଟା ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ନୂଆ। ମନେ ରଖନ୍ତୁ, ସେଥିରେ ଆପଣଙ୍କର ଫଲୋଅର୍ସ କେହି ନଥିବେ। ଆପଣଙ୍କ ଫେସବୁକ୍ ଆକାଉଣ୍ଟରେ ଯେଉଁମାନେ ଆପଣଙ୍କୁ ଫଲୋ କରୁଛନ୍ତି, ଲାଇକ୍ କରୁଛନ୍ତି, ସେମାନେ ଜାଣିପାରିବେନି ଯେ ଆପଣଙ୍କର ଗୋଟେ ପେଜ୍ ଅଛି ବୋଲି। ଆପଣ ପେଜ୍ରେ ଯାହା ଫଟୋ ଭିଡ଼ିଓ ଛାଡ଼ିବେ ସେମାନେ ସବୁ ନୂଆ ନୂଆ ଲୋକ ଦେଖିବେ। ଆପଣଙ୍କୁ ଯେଉଁମାନେ ଫଲୋ କରୁଛନ୍ତି ବା ଆପଣଙ୍କ ସାଙ୍ଗମାନେ ଦେଖିବେନି। ଯେତେବେଳେ ଅଧିକ ଭାଇରାଲ୍ ହେବ ସେମାନେ ଦେଖିବେ। କିନ୍ତୁ ଯଦି ଆପଣ ନିଜ ପ୍ରୋଫାଇଲ୍ଟାକୁ ପେଜ୍ରେ ବନେଇ ଦେଉଛନ୍ତି, ତାହେଲେ ଯେଉଁମାନଙ୍କୁ ଆପଣ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲେ ବା ଆକ୍ସେପ୍ଟ ସେମାନେ କରୁଛନ୍ତି, ବା ଯେଉଁମାନେ ଆପଣଙ୍କୁ ଫ୍ରେଣ୍ଡ କରୁଛନ୍ତି, ତ ସମସ୍ତେ ଆପଣ ଯାହା ଫଟୋ ଭିଡ଼ିଓ ଛାଡ଼ିବେ ସବୁଯାକ ସେ ଦେଖିପାରିବେ। ତ ଆପଣଙ୍କ ଉପରେ ଡିପେଣ୍ଡ କରୁଛି। ଦେଖନ୍ତୁ ବହୁତ ସାରା ଲୋକ ଅଛନ୍ତି ନିଜ ପ୍ରୋଫାଇଲ୍ଟାକୁ, ଯେହେତୁ ତାଙ୍କ ଭଲ ସାଙ୍ଗସାଥି ଅଛନ୍ତି, ଭଲ ଲାଇକ୍ ଆସୁଛି, ତ ସିଏ କ'ଣ କରୁଛନ୍ତି ନା, ନିଜ ପ୍ରୋଫାଇଲ୍ଟାକୁ ପେଜ୍ ବନେଇ ଦେଉଛନ୍ତି। ଆଉ କିଛି ପିଲା ଅଛନ୍ତି ସେ ଡାଇରେକ୍ଟ ପେଜ୍ ବନାଉଛନ୍ତି। ଦେଖନ୍ତୁ ଯେଉଁଟା ଯାକ ରିଚ୍ ବଢ଼ିଆ ଆସିବ, ଆପଣ ପ୍ରୋଫାଇଲ୍କି ବି ବନେଇଲେ ଆପଣଙ୍କର ବଢ଼ିଆ ଅଛି। ନା ଯଦି ଆପଣ ଗୋଟେ ନୂଆ ପେଜ୍ ଖୋଲୁଛନ୍ତି ବଢ଼ିଆ ଅଛି। କିନ୍ତୁ ମୁଁ ଆପଣଙ୍କୁ ରେକମେଣ୍ଡ କରିବି ଆପଣ ସଦାବେଳେ ଗୋଟେ ନୂଆ ପେଜ୍ ଖୋଲନ୍ତୁ।
प्रोफाइल की बनैले तो नुआ नुआ आपको वीडियो फोटो सब भाइराल हम तापर गोटे टाइम जाकि एत खास व्यू जीवन फोटो जीवन मुझे परीक्षा करके देखी आप निजे भी करके देखिपारे किंतु आपको जब पेज बनाऊँ पेज वान्स ग्रोथ है माने पेज बढ़ी चलो आ सब गोटे सिक्रेट कथा कहीदे पेज्रे आपंकर अधिक पैसा मन रखु पेज्रे आपंकर अधिक पैसा किंतु प्रोफाइल आपंकर एत खास पैसा आसबनी आसीज जब आप बहुत वीडियो भाइराल होता आपको प्रोफाइल आसो किंतु पेज्रे भाई सांघातिक पैसा अच्छे तो मुझे आपको जोड़ाक बनवा माने सामान यहीटा जमी खोल से सेमती खोल मुझे पेज बनई देखी दूसरी जदि किए भी प्रोफाइल को पेज बनार अच्छी देन आप सेमती भी बनई पारे ओके तो मुझे कौन कर क्रिएटिव न्यू पेज अच्छी देन मुझे कौन करी ना नेक्स्ट उपर क्लिक करी तो मु नेक्स्ट उपर क्लिक कर दूसरी नेक्स्ट उपर क्लिक कलापर आप पेज ना कौन देवाई चाहूँगी मन रखु पेज ना एमती गोटे दिंतु जमीक गोटे कॉपी पेस्ट एमती गोटे नुआ होपन को भिडियो रिलेटेड होता कमेडी बनाऊँ कमेडी रिलेटेड ब्लॉग बनाऊँ ब्लॉग बनाए फूड बनाऊँ फूड जमी मुझे लिखिदेवी समीर फूड ब्लॉग ओके एति लिखिदेली लिखला पर कौन करी ना जो नेक्स्ट ऑप्शन अच्छी नेक्स्ट कारण मुझे किसी फूड उपर ब्लॉग करने चाहूँगी तो मुझे समीर फूड ब्लॉग उपर करी आपड़ जोटा आप लिखिपारे देन ये आपको पचारे आपको कैटेगरी कौन आप कौ कैटेगरी वीडियो बनवाई चाहूँगी तो यहाँ मोस्ट इंपोर्टाट बहुत सारा पिला यहाँ कौन करते ना मन इच्छा स्किप कर देकी पलांती आग को पलांती मन रखु आपड़ जो टाइप भी कंटेंट आगे बनइबे आप तो भाभी देते मुझे फेसबुक खोलिला माने मु कौन पकेबी मु गाड़ी रिलेटेड वीडियो पकेबी मु फूड रिलेटेड वीडियो पकेबी मु पाठ पढ़े पिला कि मु जहाँ भी अपलोड करी से रिलेटेड कैटेगरी ये आपको चूज करा पड़ो ताहले कौन हम ना फेसबुक आपको जो वीडियोटा को सही टाइप लोक मानक छाड़ो जो मैंने सही टाइप लोक जो मैंने आपको वीडियो पसंद कर फील्ड आपको वीडियो को फोटो को पहुँचेब तो ये मु फूड उपर बनवाई चाहूँगी तो मुझे सर्च उपर करी देन ये मु फूड क्लिक करी जमी आप फूड सर्च करेंगे तो ये आपको बहुत सारा पड़े आस फूड स्टॉल फूड डिलीवरी सर्विस कौन तो मुझे कौन करी ना धर फूड स्टॉल उपर क्लिक कर दूसरी देन पर्सनल ब्लॉग उपर क्लिक कर दूसरी ओके तो आपड़ 3-4टा टैग ये आप चूज करदे तो देखिपे मुझे 3टा चूज करदेली देन ये जो क्रिएट ऑप्शन अच्छी तले तो सिंपल कौन करी ना क्रिएट उपर क्लिक करी सदा प्रोफेशनल काम करूँ फेसबुक जान जे नहीं प्रोफेशनल क्रिएटर तो आपको जल्दी रीच दब मन इच्छा खाली एमती बनईदे किसी लाभ नहीं आप वीडियो बनई फोटो बनई बहुत सारा लोक अच्छा भाई आम फोटो बनाऊँ वीडियो बनाऊँ आम भ्यू जाऊनी कहीं जीव प्रोफेशनल तरीके काम करूँ ओके देन आपको ये पचारा जदि आज आप बिजनेस प्रपोजाल करुँच ना आप क्रिएटर बिजनेस है माने आप किसी कंपानी होल्ड कर धर नियंतु आप गोटे मोबाइल सॉप्र मालिक बा गोटे जदि आप कौन कंपानी की बूस्ट करने चाहूँगी तो आप बिजनेस उपर क्लिक करेंगे कि आपको कौन बिजनेस अच्छी नहीं जदि आप पर्सनल क्रिएटर जमी रील्स बनाऊँ फोटो बनाऊँ वीडियो एगुरा बनवाई चाहूँगी तो आप जड़े क्रिएटर जी तो मन रखु के बिजनेस उपर क्लिक करेंगे आप सदा क्रिएटर उपर क्लिक करेंगे ओके तो मुझे नेक्स्ट उपर क्लिक कर दूसरी नेक्स्ट उपर क्लिक कलापर आपंकर नेक्स्ट रहा आपंकर गोटे फोटो रहा ओके तो ये आपको फोटो भी बढ़िया दबार अच्छे गोटे एचडी क्वालिटी फोटो ये आपंकर दबार अच्छी ओके देन आप बैकग्राउंड भी गोटे बढ़िया फोटो दबार अच्छी जमी जब फूड रिलेटेड बनाऊँ आप गोटे खाइले 7-8टा फूड आइटम आउ ये आप फूड खाऊे ओके सेमती मैंने पूरा जब जी गोटे पेजटा को खोल ना भाई प्रोफेशनल मैं फॉलो न करके से रहीपर बुझिपारे आ फेसबुक भी आप देखिए प्रोफाइलटा बढ़िया है सी जल्दी जल्दी आपको फोटो वीडियो को लोक मान पाक अधिक अधिक पठेब तो मो पाखे तो समय ना मो फोटो अपलोड करने तो मुझे नेक्स्ट उपर क्लिक करदेकी नेक्स्ट पेज को पलाऊे नेक्स्ट पेज को गलापर से कौन करेंगे ना आपंकर जो फ्रेंड अच्छा फेसबुक प्रोफाइल तो सब देखिए मोर ये 272 खंडे फ्रेंड अच्छा सी कहूँ कौन कि आपड़ से जो फ्रेंड मानक जानापी चाहूँगी कि जे आप जो पेज खोली जनवाई चाहूँगी कि जदि जनवाई चाहूँगी तो आप जो टिक बॉक्स उपर अच्छी देखिपे तो ये जो टिक बॉक्स उपर अच्छी एमती क्लिक करके जमी आप सेंड करदे तो आपड़ गोटे नुआ पेज खोली बोली पाखक मेसेज पड़ेब आ सी आपको जदि इंटरेस्टेड थे आपको पेज को आसिक फॉलो करेंगे आपन इच्छा आप पठेबे न पठेबे तो मुझे पठाऊनी मुझे नेक्स्ट उपर क्लिक कर चाहूनी जे मो चिन्हा लोक कहीं देखते कारण चिन्हा लोक भाई टे गोड़ भिड़िया को बेसी पसंद करती तो से मो चिन्हा लोक जो मानकर भी चिन्हा लोक ऑन करार अच्छे से ऑन करेंगे तो देखिए मार्केटिंग एंड प्रमोशनल इमेल्स अबाउट योर पेज जदि आप प्रमोशनल करने चाहूँगे तो ये आप पर्सनल मेल देपारे सॉरी ये आप पर्सनल मेल देपारे धरना आपको कौन गोटे फूड आप
ଖାଉଛନ୍ତି ବୁଲି ବୁଲିକା ବା ଆପଣ ଯେଉଁ ଟପିକ୍ ଉପରେ କରୁଛନ୍ତି ସେଇ ଟପିକ୍ର କି ଆପଣଙ୍କୁ ଗୋଟେ ପ୍ରମୋସନ୍ ଦେବା ପାଇଁ ଚାହୁଁଛି ସେ ତ ଆପଣଙ୍କୁ ମେଲ୍ କରିବ ନା। ତ ଏଇଟା ମୁଁ ଏବେ ଦେବା ପାଇଁ ଚାହୁଁନି, ଏଇଟା ଆପଣ ପଛରେ ଦେଇପାରିବେ କାରଣ ଆପଣ ତ ଏବେ ମେଲ୍ ତିଆରି କରିନଥିବେ ଆଉ ପର୍ସନାଲ୍ ମେଲ୍ କେମିତି ଦେବେ। ଓକେ, ତ ମୁଁ ନେକ୍ସଟ୍ ଉପରେ କ୍ଲିକ୍ କରିଦେଉଛି। ନେକ୍ସଟ୍ ଉପରେ କ୍ଲିକ୍ କଲା ପରେ ବାସ୍ ଆପଣଙ୍କ ପେଜ୍ ବର୍ତ୍ତମାନ କମ୍ପ୍ଲିଟ୍ ହେଇଗଲା। ଆହୁରି କାମ ଅଛି, ମୁଁ ଆପଣଙ୍କୁ ଡିଟେଲରେ ବତେଇବି, ଟେନସନ୍ ନିଅନ୍ତୁନି। ଓକେ, ତ ମୁଁ ସ୍କିପ୍ କରିଦେଉଛି। ଫଲୋ ଅପସନ୍ ଆସିଲା ହାରି ଦେଖିପାରୁଥିବେ କେମିତି କ'ଣ କରିବା ପାଇଁ ଡିଟେଲ୍ସ ପଳେଇ ଆସିଲା। ତ ଏଠି ଦେଖାଉଛି ସମସ୍ତଙ୍କୁ ପଠାଇବା ପାଇଁ, ତ ମୁଁ ଏଠି ସ୍କିପ୍ ମାରିଦେଉଛି। ଓକେ, ସ୍କିପ୍ ମାରିକି ଦେନ୍ ଏଠି ଆପଣ ଦେଖିପାରୁଥିବେ ଏଠି ଯଦି ଆପଣଙ୍କର ଇନଷ୍ଟାଗ୍ରାମରେ କିଛି ଫଲୋଅର୍ସ ଭଲ ଅଛନ୍ତି, ୟୁଟ୍ୟୁବରେ ଆପଣ ଭିଡ଼ିଓ ବନାଉଛନ୍ତି ତ ଆପଣ ଏଠିକିନା ଲିଙ୍କ୍ ଦେଇପାରିବେ, ବୁଝିପାରିଲେ। ଓକେ, ତ କଣ୍ଟାକ୍ଟ ଯଦି ଆପଣଙ୍କୁ କହିଥିଲି ଆରମ୍ଭରୁ ଯଦି ଆପଣ ଯଦି ନିଜ ଫୋନ୍ ନମ୍ବର ଦେବା ପାଇଁ ଚାହୁଁଛନ୍ତି, ମେଲ୍ ଆଇ ଡ଼ି ଦେବା ପାଇଁ ଚାହୁଁଛନ୍ତି, କାରଣ ଫେସବୁକ୍ରୁ ଖାଲି ଗୋଟିଏ ଇନକମ୍ ଖାଲି ଫେସବୁକ୍ ହିଁ ଦେଉନି, ଆପଣଙ୍କୁ ପ୍ରମୋସନାଲ୍ ବି ବଢ଼ିଆ ମିଳିବ ନା। ଧର ମୁଁ ଫୁଡ଼୍ ଉପରେ ଭିଡ଼ିଓ ବନାଉଛି ତ ମୋତେ ପାଖାପାଖି ଯେଉଁ ଫୁଡ଼୍ ଷ୍ଟୋର୍ ଗୁଡ଼ିକ ଅଛି ଯେଉଁଠି ଖାଇବା ହେଉଛି ତ ସେମାନେ ବି ଡାକିବେ ଯେ ଭାଇ ଆମ ହୋଟେଲ୍ ଗୁଡ଼ିକ ଆସ ଖାଇକି ଟିକେ ଭିଡ଼ିଓ ଫିଡ଼ିଓ ବନାଅ, ଆମେ ତୁମକୁ 5,000 କି 10,000 ଟଙ୍କା ଦେବୁ ବା ଯାହା ବି ତୁମ ଫଲୋଅର୍ସ ଅନୁସାରେ ଦେବୁ। ତ ଏଠି ଆପଣଙ୍କୁ କେମିତି ମିଳିବ, ତ ଆପଣ ଯଦି ମେଲ୍ ଆଇ ଡ଼ି ଦେଇଥିବେ ନା ତ ଏଠି ଆପଣ ଚାହିଁଲେ ମେଲ୍ ଆଇ ଡ଼ି ଦେଇପାରିବେ। ତ ଏସବୁ ଆପଣ ଦେଇଦେବେ। କାରଣ ମୁଁ ଏବେ ବନେଇନି, କେବଳ ଡେମୋ ହିସାବରେ ଦେଖିବା ପାଇଁ ବନାଉଛି, ତ କାରଣ ମୋର ଅଲରେଡ଼ି ପେଜ୍ ଅଛି ତ ମୁଁ ଆପଣଙ୍କୁ ବନେଇଦେବି। ତ ବର୍ତ୍ତମାନ ଦେଖିପାରୁଥିବେ ମୋ ପେଜ୍ଟା ବର୍ତ୍ତମାନ ରେଡ଼ି ହୋଇଗଲା, ଇଏ ହେଲା ମୋ ପେଜ୍। ଓକେ, ତ ମୁଁ ମୋ ପେଜ୍ କେମିତି ଆପଣ ଚେକ୍ କରିବେ ନା, ଯେଉଁ 3 ଲାଇନ୍ ଅଛି 3 ଲାଇନ୍ ଉପରକୁ ଯିବେ। 3 ଲାଇନ୍ ଉପରକୁ ଯାଇକି ଦେନ୍ ଆପଣଙ୍କୁ ଦେଖିପାରୁଥିବେ ମୁଁ ଯେଉଁ ସମୀର ଫୁଡ଼୍ ବର୍ତ୍ତମାନ ବନେଇଲି ଏଇଟା ତ ମୁଁ ଆଗରୁ ବି ଟେଷ୍ଟିଂ ପାଇଁ ଯୋଡ଼େ ବନେଇ ଦେଇଥିଲି। ଓକେ, ସବୁ ଟେଷ୍ଟ କରିକି ଅଲରେଡ଼ି ମୁଁ ଫେସବୁକ୍ ବିଷୟରେ ଜାଣିଦେଇଛି। ଓକେ, ଆମ ସମୀର ଫୁଡ଼୍ ବ୍ଲଗ୍ ପେଜ୍। ଓକେ, ତ ଆପଣ ଯାହା ବି ଖୋଲିଥିବେ ଆପଣଙ୍କ ଅନୁସାରେ ଭେଜିବ। ଓକେ, ତାପରେ ଏଠି ଫିନିସିଂ ଦେଇଛି। ଫିନିସିଂ ପେଜ୍ ମାନେ ଆପଣ ପ୍ରୋଫାଇଲ୍ ଦେବେ, କଭର୍ ଫଟୋ ଦେବେ, ଆପଣ ବାୟୋ ଲେଖିବେ ଯେ ଆପଣ କ'ଣ କ'ଣ କରୁଛନ୍ତି, ଯେମିତି ମୁଁ ଫୁଡ଼୍ ଖାଇବାକୁ ଯାଉଛି, ବ୍ଲଗିଂ କରୁଛି, ଏସବୁ ଜିନିଷ ଆପଣ ଲେଖିବେ। କେମିତି ଲେଖିବେ ନା ଦେଖିପାରୁଥିବେ ମୁଁ ବାୟୋ ଉପରେ କ୍ଲିକ୍ କରିବି ତ ସିମ୍ପଲ୍ ବାୟୋଟା ଫିଟିଯିବ। ତ ଏଠି କ'ଣ କରିବି ନା ଟ୍ରାଇଟ୍ ଉପରେ କ୍ଲିକ୍ କରିବି। ଟ୍ରାଇଟ୍ ଉପରେ କ୍ଲିକ୍ କରିକି ବାୟୋ ଲେଖିବା ଷ୍ଟାର୍ଟ କରିଦେବି ଯେ ମୁଁ ଅମକ ଢେଙ୍କି ଚକୁଳି ଯାହା ବି ଆପଣ ଲେଖିପାରିବେ। ଫଟୋ ଦେବେ, ପ୍ରୋଫାଇଲ୍ ଫଟୋ ନଦେଲେ ଭଲ ଲାଗିବନି, କାରଣ ମୁଁ ଏଠି ଦେଇନି ବୋଲି ମୋତେ ଖାସ୍ ଲାଗୁନି। ଆପଣଙ୍କର ବ୍ୟାକ୍ଗ୍ରାଉଣ୍ଡରେ ଗୋଟେ ବଢ଼ିଆ ଫଟୋଟା ଆସିବ, ଏଠି ପ୍ରୋଫାଇଲ୍ରେ ଗୋଟେ ବଢ଼ିଆ ଫଟୋଟା ଆସିବ। ଓକେ, ତ ବର୍ତ୍ତମାନ ମୁଁ ଆପଣଙ୍କୁ କହିବି ଆପଣ କେମିତି ଫଟୋ ବନେଇବେ, କେମିତି ଫଟୋ ଅପଲୋଡ଼ କରିବେ, କେମିତି ରିଲ୍ସ ଅପଲୋଡ଼ କରିବେ ସେଇଟା ବି ଜଣେଇବି। ତା ସହିତ କେମିତି ଫଟୋ ତିଆରି କରିବେ ସେଇଟା ବି ବନେଇବି। ଭିଡ଼ିଓଟା ଟିକେ ଲମ୍ବା ହେଉ ପଛେ ଆପଣ ଆଜି ଗୋଟେ ଭିଡ଼ିଓରୁ ସବୁ ଦେଖିବେ, ତା ସହିତ 7 ଦିନ ଭିତରେ କାମ ଆରମ୍ଭ କରିକି ପଇସା କମାଇ ପାରିବେ। ଓକେ, ମୁଁ ଆପରେ ଭିଡ଼ିଓ ବି ଆମେ କେମିତି ମନିଟାଇଜେସନ୍ କରନ୍ତି, ଫେସବୁକ୍ କେତେ ଟଙ୍କା ଦେଉଛି, କେତେ ସବୁ ଡିଟେଲ୍ସ ଜଣେଇବି, ବ୍ୟସ୍ତ ଜମା ହୁଅନ୍ତୁନି। ଓକେ, ତ ଆପଣ କ୍ରିଏଟ୍ ଅପସନ୍ ଉପରେ କ୍ଲିକ୍ କରିବେ। ତ କ୍ରିଏଟ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଏଠି ଆପଣ ପୋଷ୍ଟ ପକାଇ ପାରିବେ, ଷ୍ଟୋରି ପକାଇ ପାରିବେ, ରିଲ୍ସ ପକାଇ ପାରିବେ, ଲାଇଭ୍ ଯାଇପାରିବେ। ଭାଇ 4ଟା ଯାକରୁ ପଇସା ମିଳିବ, 4ଟା ଯାକରୁ ମିଳିବ। ଫଟୋରୁ ବି ପଇସା ମିଳିବ, ଯଦି ଆପଣ ଷ୍ଟୋରି ବି ଦେଉଛନ୍ତି ଷ୍ଟୋରିରୁ ବି ପଇସା ମିଳିବ। ରିଲ୍ସରେ ତ ଆପଣ ଜାଣିଛନ୍ତି ରିଲ୍ସରେ ତ ଭ୍ୟୁ ଦେଉଛି, ତା ସହିତ ଯଦି ଆପଣ ଲାଇଭ୍ ବି ଆସୁଛନ୍ତି ଲାଇଭ୍ରେ ଆପଣଙ୍କୁ ବି ପଇସା ମିଳିବ। ଆଉ ଯଦି ଆପଣଙ୍କୁ ଗୋଟେ ଛୋଟିଆ ସିକ୍ରେଟ୍ଟା କହିଦେଉଛି, ଏଇଟା କହିବା ପାଇଁ ଚାହୁଁନି ଏଇ ଭିଡ଼ିଓରେ ଏଇ କଥାଟା ନୁହଁ, ତଥାପି କହିଦେଉଛି ଯଦି ଆପଣ ଲାଇଭ୍ ଆସୁଛନ୍ତି ତ ଆପଣଙ୍କର ଜଲ୍ଦି ଫେସବୁକ୍ ମନିଟାଇଜେସନ୍ ଅନ୍ କରୁଛି, ଜଲ୍ଦି ଫଲୋଅର୍ସ ବଢ଼ିବ, ଜଲ୍ଦି ଆପଣଙ୍କର ମନିଟାଇଜେସନ୍ ଅନ୍ ହେଇଯିବ। ତ ଏଇଟା ସିକ୍ରେଟ୍ କେହି କହିନାହାନ୍ତି, କିନ୍ତୁ ମୁଁ ଯେହେତୁ କରିକି ଥରେ ଦେଖିଛି ଆପଣଙ୍କୁ ଜଣାଇ ଦେଉଛି। ତ ସିମ୍ପଲ୍ କ'ଣ କରିବା ନା, ଧର ମୁଁ ପୋଷ୍ଟ ଅପଲୋଡ଼ କରିବା ପାଇଁ ଚାହୁଁଛି ତ ମୁଁ ପୋଷ୍ଟ ଉପରେ କ୍ଲିକ୍ କରିବି। ତ ପୋଷ୍ଟ ଉପରେ କ୍ଲିକ୍ କଲା ପରେ ମୋ ଗ୍ୟାଲେରୀ ଏଠି ଫିଟିଯିବ। ଗ୍ୟାଲେରୀ ଫିଟିବନି ଯଦି ଆପଣ କିଛି ଲେଖିବା ପାଇଁ ଚାହୁଁଛନ୍ତି, କିଛି ଲୋକ ଦେଖିପାରୁଥିବେ ଯେମିତି କୋଶ୍ଚିନ୍ ପଚାରିଥିବେ ଯେ ଆଜି ଏଇଟା ହେବ କି ସେଇଟା ହେବ, ଆଜି ଅମକ ହେଇଯାଇଛି ଢିଙ୍କି ହେଇଯାଇଛି, ତ ଏଠି ଆପଣ ଲେଖିକି ବି ପୋଷ୍ଟ କରିପାରିବେ, ତାପରେ ବି ପଇସା ମିଳିବ। ନା ଯଦି ଆପଣ ଗ୍ୟାଲେରୀରୁ କିଛି ଫଟୋ ଅଲରେଡ଼ି ବନେଇକି ରଖିଛନ୍ତି ତାପରେ କ୍ଲିକ୍ କରିପାରିବେ। ଯେମିତି ମୁଁ ଗ୍ୟାଲେରୀ ଉପରେ କ୍ଲିକ୍ କଲି, ଗ୍ୟାଲେରୀ ଉପରେ କ୍ଲିକ୍ କଲା ପରେ ମୁଁ ଗୋଟେ ଫଟୋଟେ କାଲି ବନେଇଥିଲି, ଦେଖିପାରୁଥିବେ ଏ ଫଟୋଟା ବନେଇଥିଲି। ତ ମୁଁ ନେକ୍ସଟ୍ ଉପରେ ବନେଇଥିଲି, ଏ ଫଟୋଟା ମୁଁ ବନେଇଥିଲି, ଦେଖିପାରୁଥିବେ ମୋ ଲୋଗୋ ଅଛି, ମୁଁ ଏଇଟା ନିଜେ ବନେଇଛି। ତ ଏମିତିକା ଫଟୋ କେମିତି ବନେଇବେ ସେଇଟା ବି ଆପଣଙ୍କୁ ଆଜିର ଭିଡ଼ିଓରେ ବତେଇବି, ନାଇଁ କି ପୁରା ଡେଟ୍। ଓକେ, ଲେଖିଲା ପରେ ତ ଏଠି ଆପଣ କିଛି ଫଟୋ ଉପରେ କିଛି 2-3 ପଦ ଲେଖିବେ। ଲେଖିଦେଲା ପରେ ଆପଣ ଯେଉଁ ନେକ୍ସଟ୍ ଅପସନ୍ ଅଛି ତଳେ, ତ ସିମ୍ପଲ୍ କ'ଣ କରିବେ ନା ସେ ନେକ୍ସଟ୍ ଉପରେ କ୍ଲିକ୍ କରିବେ। ନେକ୍ସଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ସିମ୍ପଲ୍ ଯେଉଁ ପୋଷ୍ଟ ଅପସନ୍ ଅଛି ଆପଣ ପୋଷ୍ଟ ଉପରେ କ୍ଲିକ୍ କରି ପୋଷ୍ଟ କରିପାରିବେ। ଓକେ, ମନେ ରଖନ୍ତୁ ଯଦି ଆପଣ ରିଲ୍ସ ଅପଲୋଡ଼ କରିବେ ତ ଯେଉଁ ଏବି ଟେଷ୍ଟ ଅଛି ଦେଖିପାରୁଥିବେ ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। एबी टेस्ट कौन ना आप रील्स अपलोड कला सब एबी टेस्ट उपर क्लिक करेंगे। यहाँ जेहेतु फटोटा एबी टेस्ट ना मुझे रील्स अपलोड कला आपको देखिए। ओके तो मुझे जमी पोस्ट उपर क्लिक करुँचे सांगे सांगे आमर पोस्ट स्टार्ट हो गला। ओके तो देखिपे किसी समय भितर मो फटोटा अपलोड हो देखिपे बर्तमान फटोटा अपलोड चली। ओके ता भितर मुझे कहीदे रील्स केमती अपलोड करी पूरा प्रोफेशनल तरीके कहूँ। तो देखिपे फटोटी बर्तमान मोर अपलोड हो सारी देखिए फटोटी मोर बर्तमान अपलोड है। बर्तमान जब आपंकर मनिटाइजेशन हो तो फटो भी आप कमे पारे। तो बर्तमान मुझे कहि आप रील्स केमी छाड़े प्रोफेशनल तरीके। ओके तो मु क्रिएट ऑप्शन उपर क्लिक करछे देन रील्स उपर क्लिक करछे
ରିଲ୍ସ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ମୋବାଇଲରେ ଯେଉଁ ଯାହା ବି ଅଛି ଫିଟିଯିବ। ତ ଏଠି ସମୟ ବର୍ତ୍ତମାନ ତ ଆପଣ କ'ଣ କରିବେ ନା ଆପଣଙ୍କ ଗ୍ୟାଲେରୀରୁ ବାଛିଦେବେ। ତ ମୁଁ ଏଇଟା ଗୋଟେ ବାଛି ଦେଇଛି। ତ ଆପଣ ଯେତେବେଳେ ବାଛି ସାରିଲା ପରେ ଏଠି ଆପଣଙ୍କୁ ଦେଖେଇଦେବ। ତ ଏଠି ଆପଣ କିଛି ନିଜ ରିଲ୍ସ ବିଷୟରେ ଲେଖିବେ, କିଛି ଗୋଟେ ଷ୍ଟାଇଲିଶ ଲେଖିବେ ବା ଗୋଟେ ଏମିତି କିଛି ଲେଖିବେ ଯେମିତି ଲୋକ କ୍ଲିକ୍ କରିବା ପାଇଁ ବାଧ୍ୟ ହେବେ, ସେମିତିଆ ଜିନିଷ ଆପଣଙ୍କ ଭିଡ଼ିଓ ରିଲେଟେଡ଼୍ କିଛି ଲେଖିବେ। ଲେଖିଲା ପରେ ଆପଣ ଏଠି ପବ୍ଲିକ୍, ଏଇଟା ମନେ ରଖନ୍ତୁ, ଏଇଟା ହେଲା ମୋଷ୍ଟ ଇମ୍ପୋର୍ଟାଣ୍ଟ। ସବୁବେଳେ ଆପଣ ଚେଷ୍ଟା କରିବେ ଆପଣଙ୍କ ଭିଡ଼ିଓ ପବ୍ଲିକ୍ରେ ରହିବା ଦରକାର। ବହୁତ ସାରା ଲୋକ ଜାଣିନଥିବେ, ପ୍ରାଇଭେଟ୍ରେ ରଖିଦେଇଥିବେ। ତ ମନେ ରଖନ୍ତୁ ଏଇଟା ଆପଣ ପବ୍ଲିକ୍ରେ ରଖିବେ, ଯେମିତିକି ମୁଁ ପବ୍ଲିକ୍ରେ ଅଛି। ଓକେ, ଚେକ୍ କରିଦେଉଥିବେ ଟିକେ ଏଇଟା। ଓକେ, ଦେନ୍ ତଳକୁ ଆସିବା। ତଳକୁ ଆସିଲା ପରେ ଏଇଟା ଆପଣ ଯଦି କୌଣସି ଗ୍ରୁପ୍ରେ ଛାଡ଼ିବା ପାଇଁ ଚାହୁଁଛନ୍ତି, ଯେଉଁଟାକି କରିଥିଲି ଷ୍ଟାର୍ଟିଂରୁ ତ ଆପଣଙ୍କର 0 ଫଲୋଅର୍ସ ଥିବେ, ତ ଆପଣଙ୍କୁ ଷ୍ଟାର୍ଟିଂରୁ କିଏ ଦେଖିବେ? ତ ସିମ୍ପଲ୍ ଆପଣ ଯଦି କୌଣସି ଗ୍ରୁପ୍ରେ ଛାଡ଼ିବା ପାଇଁ ଚାହୁଁଛନ୍ତି, ତ ଆପଣ କ'ଣ କରିବେ ନା ସେ ସେୟାର ଟୁ ଗ୍ରୁପ୍ ଉପରେ କ୍ଲିକ୍ କରିଦେବେ। ଏଠି ଆପଣ ଯେଉଁ ଚୁଜ୍ ଗ୍ରୁପ୍ ଅଛି ତା ଉପରେ କ୍ଲିକ୍ କରିଦେବେ। ଆଗୁଆ କ'ଣ କରିଥିବେ ନା ବହୁତ ସାରା ଗ୍ରୁପ୍, ମାନେ ଆପଣଙ୍କ ରିଲେଟେଡ଼୍ ବହୁତ ସାରା ଗ୍ରୁପ୍କୁ ଫଲୋ କରିକି ରଖିଥିବେ। କେମିତି ଫଲୋ କରିବି ମୁଁ ଏଠି ଆପଣଙ୍କୁ ଦେଖେଇଦେବି। ଓକେ, କାରଣ ମୁଁ ଅଧାରେ ଅଛି ଏନୁ ଦେଖେଇ ପାରିବିନି। ଓକେ, ତ ଆପଣଙ୍କୁ ଏଠି ସବୁ ବହୁତ ସାରା ଗ୍ରୁପ୍ ଲିଷ୍ଟ ପଳେଇ ଆସିବ। ଆପଣ ଖାଲି ସେଣ୍ଡ ଉପରେ କ୍ଲିକ୍ କରିବେ, ତାଙ୍କ ପାଖକୁ ମନକୁ ମନ ଆପଣଙ୍କ ଭିଡ଼ିଓ ସେଣ୍ଡ ହେଇଯିବ। କେମିତି କରିବେ ସେଇଟା ମୁଁ ଦେଖେଇଦେବି। ଓକେ, ତ ମୁଁ ବର୍ତ୍ତମାନ ଅଧାରେ ଅଛି। ଦେନ୍ ଆପଣ ତଳକୁ ଆସିବେ। ଯଦି ଆପଣଙ୍କର AI ରିଲେଟେଡ଼୍ ଭିଡ଼ିଓ, ତ ଆପଣ ଏଟାକୁ ଅନ୍ କରିବାକୁ ପଡ଼ିବ। ଯଦି ଆପଣ ପଇସା ଦେଇକି ବଢ଼ିବା ପାଇଁ ଚାହୁଁଛନ୍ତି, ତ ଏଇଟା ଆପଣ ଅନ୍ କରିବେ। ତ ଏଇଟା କିଛି ତ ଆମର ଦରକାର ନାହିଁ। ଦେନ୍ ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ଆପଣଙ୍କର AB ଟେଷ୍ଟଟା ସବୁଠୁ ମୋଷ୍ଟ ଇମ୍ପୋର୍ଟାଣ୍ଟ। AB ଟେଷ୍ଟ ଉପରେ କ୍ଲିକ୍ କରିବେ। ଦେନ୍ ଆପଣ କ'ଣ କରିବେ ନା କଭର୍ ଟେଷ୍ଟ, ଆପଣ ଯଦି ମାନେ AB ଟେଷ୍ଟ କ'ଣ ମୁଁ ଆଗ ବୁଝେଇ ଦେଉଛି, ତାପରେ ଆପଣ କହିବେ AB ଟେଷ୍ଟ କ'ଣ। AB ଟେଷ୍ଟ ମାନେ ଆପଣ ଦେଖିଥିବେ ବହୁତ ସାରା ରିଲ୍ସରେ ଦେଖିପାରୁଥିବେ ଗୋଟେ, ମାନେ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଓକେ, ମୁଁ ବ୍ୟାକ୍ କରିକି ଦେଖେଇ ଦେଉଛି, ଆପଣ ବୁଝିପାରିବେନି ନହେଲେ ନାହିଁ। AB ରିଲ୍ସ ମାନେ ଆପଣଙ୍କ ଯେଉଁ ଦେଖୁଛନ୍ତି ରିଲ୍ସରେ ଦେଖିପାରୁଥିବେ, ଏ ଯେଉଁ ଝିଅଟାର ଫଟୋ ଅଛି, ଏ ଯେଉଁ ଭାଇ କ'ଣ ଗୋଟେ ଲେଗ୍ ପିସ୍ ଦେଖିଛନ୍ତି ଖାଇବା ପାଇଁ, ଏଇଟା ହେଲା ମାନେ ଆପଣଙ୍କ ରିଲ୍ସରେ ଯେଉଁ ଥମ୍ବନେଲ୍, ୟୁଟ୍ୟୁବରେ ଯେମିତି ଥମ୍ବନେଲ୍ ଅଛି ମାନେ ପୋଷ୍ଟ, ମାନେ ଆପଣଙ୍କର ସେଇଟା ଆଗରେ ରହିବ। ତ ସେଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ଆପଣ ଆଗରେ ଫଟୋ, ମାନେ ରିଲ୍ସ ଆଗରେ କେଉଁଟା ରଖୁଛନ୍ତି, ଯେଉଁଟାକି ତାରି ଉପରେ ଯୋଗୁଁ ଲୋକ କ୍ଲିକ୍ କରିବେ। ଯେମିତି ଦେଖିପାରୁଥିବେ ରିଲ୍ସରେ କିଛି ବି ଥାଉ, ସେମିତି ଗୋଟେ କିଛି ଅବାଗିଆ ଫଟୋ ବା ଅବାଗିଆ ମୁମେଣ୍ଟ ଗୋଟେ ଥିବ, ସେଇ ମୁମେଣ୍ଟଟାକୁ ନୁହଁ କି ଆଗରେ ଆଣିକି ରଖିଥିବେ, ଯେଉଁଥିରେ କି ଲୋକ ନା ଦେଖିଲେ ତାଙ୍କୁ ଇଣ୍ଟରେଷ୍ଟିଂ ଲାଗିଲେ ନା ସେ ରିଲ୍ସ ଉପରେ କ୍ଲିକ୍ କରିବେ। ନହେଲେ ଆପଣ ଯେତେ ଭଲ ରିଲ୍ସ ବନାନ୍ତୁ, ସେ କାହିଁକି କ୍ଲିକ୍ କରିବେ? ମୁଁ ଆପଣଙ୍କୁ ଦେଖେଇ ଦେଉଛି। ବହୁତ ସାରା ଦେଖିପାରୁଥିବେ ଗୋଟେ ଅବାଗିଆ ଫଟୋଟା ଆସିକି ଥିବ, ସେ ରିଲ୍ସରେ ସେମିତି କିଛି ନଥିବ, କିନ୍ତୁ ସେଇ ପାର୍ଟଟାକୁ କେବଳ ରଖାହେଇଥିବ, ଯେଉଁଥିରେ କ'ଣ ଲୋକ କ୍ଲିକ୍ କରିଦେବେ, ଆରେ କ'ଣ ଟିକିରେ, ବୁଝିପାରୁଛନ୍ତି? ଓକେ, ତ ସେଇଟା ହେଲା AB ଟେଷ୍ଟିଂ। ମାନେ ଆପଣ ଥମ୍ବନେଲ୍, ଆପଣଙ୍କ ଭିଡ଼ିଓର ସବୁଠୁ ବେଷ୍ଟ ପାର୍ଟଟାକୁ ଆପଣ ଚୁଜ୍ କରିକି ରଖିବେ, ଯେଉଁଥିରେ କି ଲୋକ କ'ଣ କରିବେ ନା ସାଙ୍ଗେ ସାଙ୍ଗେ କହିବେ ଏମିତି କ'ଣ ଗୋଟେ ଅଛି କହିକି କ୍ଲିକ୍ କରିକି ଦେଖିବେ। ତ ସେମିତି ମୁଁ ଆପଣଙ୍କୁ ନେକ୍ସଟ ଆଜ୍ଞା ଦେଇଥିଲି, ସେଟା ବାସ୍ ଆପଣଙ୍କ ନେକ୍ସଟ କରିଦେଲେ ଆପଣଙ୍କ ରିଲ୍ସ ବି ଅପଲୋଡ଼ ହେଇଯିବ। ତ ଆପଣ ଫଟୋ କେମିତି ଅପଲୋଡ଼ କରନ୍ତି, ରିଲ୍ସ କେମିତି ଅପଲୋଡ଼ କରନ୍ତି ଜାଣିସାରିଲେଣି, ଷ୍ଟୋରି କେମିତି ରଖନ୍ତି ସେଇଟା ତ ଆପଣ ଅଲରେଡ଼ି ଜାଣିଛନ୍ତି। ଭିଡ଼ିଓ ବହୁତ ଲମ୍ବା ହେଇଗଲାଣି, ମୁଁ ଆଉ ଭିଡ଼ିଓ ବଢ଼ିବା ପାଇଁ ଚାହୁଁନି, ତ ଅଲରେଡ଼ି ବହୁତ ଲମ୍ବା ହେଇସାରିଲାଣି। ତ ମୁଁ ଯଦି ଏଇ ଭିଡ଼ିଓରେ ବନେଇବି ଯେ ଆପଣ କେମିତି ଫଟୋ ବନେଇବେ, ତ ଆହୁରି ଲମ୍ବା ହେଇଯିବ, ଲୋକ ଦେଖିବାକୁ ଇଣ୍ଟରେଷ୍ଟ କରିବେନି। ଆପଣ କମେଣ୍ଟ କରନ୍ତୁ ଭାଇ କେମିତି ଆମେ ଫଟୋ ବନେଇ ପାରିବୁ, ଦିନକୁ 10ଟା 20ଟା ଫଟୋ ଅପଲୋଡ଼ କରିପାରିବୁ। ମୁଁ ତା ଉପରେ ଗୋଟେ ବଢ଼ିଆ ଭିଡ଼ିଓଟେ, ଗୋଟେ ପ୍ରଫେସନାଲ୍ ଭିଡ଼ିଓଟେ ଆଣିବି। 5-10 ମିନିଟ୍ର ଭିଡ଼ିଓ ହେବ, କିନ୍ତୁ ଆପଣ ଆରାମରେ ମାତ୍ର ପ୍ରଥମ ଦିନରୁ ଗୋଟିଏ ଭିଡ଼ିଓ ଦେଖିକି ବି ଶିଖିପାରିବେ ଆଉ ଫଟୋ ଅପଲୋଡ଼ କରିପାରିବେ। ତ ଏଇ ଭିଡ଼ିଓରେ ଆପଣ କମେଣ୍ଟ କରନ୍ତୁ ଭାଇ ଫଟୋ ଏଡ଼ିଟ୍, ନହେଲେ ଖାଲି ଫଟୋ ଉପରେ, କିନ୍ତୁ ଭାଇ ଫଟୋ ଉପରେ ଭିଡ଼ିଓ ଆଣନ୍ତୁ କୁହନ୍ତୁ। ମୁଁ ନେକ୍ସଟ ଟାଇମ୍ ତା ଉପରେ ଗୋଟେ ଭିଡ଼ିଓଟେ ନିହାତି ଭାବରେ ଆଣିବି। ରହୁଛି ଫ୍ରେଣ୍ଡସ୍, ନମସ୍କାର।